ଭାରତୀୟ ଦର୍ଶନର କେତୋଟି ଦିଗ 10 ପୃଷ୍ଠାର ଲିଖିତ ଆଲୋଚନା। ତତ୍ତ୍ୱଜ୍ଞାନାତ୍ମକ ବା ଜ୍ଞାନଶାସ୍ତ୍ରର ନାମ ଦର୍ଶନ। ଦେଖିବା ବା ଦୃଷ୍ଟିରୁ ଦର୍ଶନ ବୋଧ ଆସେ, ନ ଦେଖିଲେ ବୋଧ ବୁଝିବା ବା ଜ୍ଞାନ ଆସିବ ନାହିଁ। ଦେଖିବା ଆଖିରେ, ବୋଧ ମନରେ ଜାତ ହୋଇଥାଏ। ଦେଖିବା ବାହାରେ, ବୋଧ ମନ ଭିତରେ ଥାଏ। ଦର୍ଶନକୁ ଏକ ବିଷୟ ବା ବିଦ୍ୟା ଶାସ୍ତ୍ର ଭାବରେ ଗ୍ରହଣ କରାଯାଇ ତାକୁ ଇଂରାଜୀରେ ଫିଲୋସଫିର ନାମ ଦିଆଯାଇଅଛି। ଉର୍ଦ୍ଦୁରେ ଏହାର ନାମ ଫଲସଫା। ତେବେ ଦର୍ଶନ ଏକ ନିର୍ଦ୍ଦିଷ୍ଟ ନିରୂପିତ ବିଷୟ ନୁହେଁ। ଏହା ମାନବ ଜୀବନର ସର୍ବତ୍ର ସବୁଠି ଅଛି। ମନୁଷ୍ୟର ଜୀବନଧାରଣର ସର୍ବତ୍ର ଦର୍ଶନ ବିଦ୍ୟା ବା ଜ୍ଞାନ ରହିଛି। ସେଥିପାଇଁ ଦର୍ଶନ ମନୁଷ୍ୟ ଜୀବନର ସାମଗ୍ରିକ ପ୍ରୟୋଗାତ୍ମକ ବିଦ୍ୟା। ମନୁଷ୍ୟ ଜୀବନର ସକଳ କ୍ଷେତ୍ରକୁ ଏହାର ବ୍ୟାପ୍ତି ବା ପ୍ରସାରଣ। ଜୀବନର ଜାତ ଉଦ୍ଦେଶ୍ୟ ଓ ଏହାର ସାରାଂଶ ଶ୍ରେଷ୍ଠତାକୁ ସଯୌକ୍ତିକ ଖୋଜିବା ବା ଜାଣିପାରିବା ହେଲା ଦର୍ଶନ ତଥା ତାହାର ନାମାନ୍ତର। ମନୁଷ୍ୟ ଜୀବନକୁ ନେଇ ତାକୁ ଆଧାର କରି ଦର୍ଶନର ଯେତକ ଗାରିମା ବା ମହନୀୟତା ଧର୍ତ୍ତବ୍ୟ ହୋଇଛି, ଦର୍ଶନ ଖାଲି ଜୀବନରେ ନାହିଁ, ଧର୍ମରେ ନାହିଁ, ପ୍ରକୃତିରେ ମଧ୍ୟ ରହିଛି। ଦର୍ଶନ କ୍ଷୀର ବା ଦୁଧର ସର ଭଳି ଏକ କ୍ରିମ୍ ଜିନିଷ, ସାର ଜିନିଷ। ଦୁଗ୍ଧର ସର ବା ମଲେଇକୁ ଛାଡ଼ି ଦେଲେ ଦୁଧରେ ଆଉ କିଛି ହିଁ ନଥାଏ। ଯାହା ବା ଥାଏ ତାହା ଜଳୀୟ ଅଂଶ, ରଙ୍ଗ ବା ବର୍ଣ୍ଣ ଯାହାର ଧଳା। ଏହା ଶରୀର ବର୍ଦ୍ଧକ ନୁହେଁ। ସର ବା ମଲେଇ ଯେମିତି ଖାଇବାକୁ ଭଲ ଲାଗେ, ଦର୍ଶନ ବିଦ୍ୟା ଠିକ୍ ସେଇମିତି ଅତି ସୂକ୍ଷ୍ମ, ନରମ, ଚାରୁ ବିଦ୍ୟା। ଏହି ବିଦ୍ୟାକୁ ବ୍ୟବହାରରୁ ଜୀବନରେ ଆୟତ୍ତ କରାଯାଇ ମାନ୍ୟତା ବା ମାନକ ଦିଆଯାଇଅଛି। ସୁତରାଂ ଦର୍ଶନ ଏକ ଶସ୍ତା ଦରର ବିଦ୍ୟା ନୁହେଁ, ଜୀବନରୁ ସଂଗୃହୀତ ଅତି ଗହନ ଗୁରୁତ୍ୱପୂର୍ଣ୍ଣ ବିଦ୍ୟା। ଦର୍ଶନର ମହନୀୟତା ତେଣୁକରି ସବୁକାଳେ ସ୍ୱୀକୃତ ତଥା ଗ୍ରହଣୀୟ। ଜୀବନ ଧାରଣ ପାଇଁ ଅତ୍ୟନ୍ତ ଦରକାରୀ। ଏଥିରେ ଜୀବନର ଭଲମୟତା ଅଛି। ଏହି ଭଲମୟତା ପାଇଁ ଦର୍ଶନ ହୋଇଛି ସାରାଂଶ ବିଦ୍ୟା, ସାରଗୃହୀତ ଶାସ୍ତ୍ର। ଜୀବନର ସାରାଂଶ ବା ଭଲ ମହତ୍ ଗୁଣର ପରିପ୍ରକାଶ ଦର୍ଶନରେ ଥାଏ। ଦର୍ଶନ ଏହାର ବା ଏସବୁର ପ୍ରଚାର କରେ। ସେ ଲାଗି ଦର୍ଶନ ଶାସ୍ତ୍ରର ଉପସ୍ଥିତି ଅବସ୍ଥିତି ମନୁଷ୍ୟର ଜ୍ଞାନରାଜ୍ୟରେ ଅଛି, ନହେଲେ ରହି ନଥାନ୍ତା। ଦର୍ଶନ କୁଆଡ଼େ ଯୁକ୍ତି ତଥା ପ୍ରମାଣସିଦ୍ଧ ଜିନିଷ। ଭାରତୀୟ ଦର୍ଶନ ବା ଇଣ୍ଡିଆନ୍ ଫିଲୋସଫି ବିଶ୍ୱ ମାନବୀୟ ଦର୍ଶନର ପାଖାପାଖି ସାମଞ୍ଜସ୍ୟ ବିଶିଷ୍ଟ। ଭାରତୀୟ ଦର୍ଶନରେ ଯେଉଁ ସବୁ ଦିଗ ବା ଉପାଦାନ ଅଛି, ସେଥିମଧ୍ୟରୁ ଅନେକ ବିଶ୍ୱ ମାନବୀୟ ଦର୍ଶନରେ ମଧ୍ୟ ରହିଅଛି। ତେଣୁ ଭାରତୀୟ ଦର୍ଶନ ଏକ ଖାଣ୍ଟି ବା ନିରୁତା ସ୍ୱକୀୟ ଦର୍ଶନ ହୋଇ ରହିନାହିଁ। ଏହାର ବୈଦେଶିକ ପ୍ରଭାବ ଅଛି, ବିଶ୍ୱକୈନ୍ଦ୍ରିକ ଯୋଗଦାନ ରହିଛି। ଭାରତୀୟ ଦର୍ଶନର କିଛି ମୌଳିକତା ବା ନିଜସ୍ୱତା ଅଛି, ହେଲେ ସବୁ ଦିଗରୁ ଭାରତୀୟ ଦର୍ଶନ ମୌଳିକ ନୁହେଁ, ବରଂ ପ୍ରଭାବିକତାରେ ଭାରତୀୟ ଦର୍ଶନ ପରିପୁଷ୍ଟ। କାରଣ ଭାରତୀୟ ଦର୍ଶନରେ ଯେତେ ଉପାଦାନ ବା ଏଲିମେଣ୍ଟସ୍ ଅଛି, ତାହା ବିଶ୍ୱ ମାନବୀୟ ଦର୍ଶନରେ ମଧ୍ୟ ଦେଖାଯାଇଅଛି। ଯଥା ବସୁଧୈବ କୁଟୁମ୍ବକମ୍ ବା ସାରା ପୃଥିବୀ ଗୋଟିଏ ପରିବାର। ଏହା ବିଶ୍ୱ ମାନବୀୟ ଦର୍ଶନରେ ବି ଦେଖାଯାଏ। ନହେଲେ ମଣିଷର ଭାଇଚାରା ଭାବର ଗୋଷ୍ଠୀଗତ ଜାତୀୟ ବା ସାମାଜିକ ଜୀବନ ରହିବ ନାହିଁ। ମଣିଷ ମୂଳତଃ ସାମାଜିକ ପ୍ରାଣୀ। ସମାଜ ବିନା ମଣିଷ ଏକାକୀ କ'ଣ ତିଷ୍ଠିପାରିବ, ବଞ୍ଚି ରହିପାରିବ? ପାରସ୍ପରିକ ମାନବୀୟ ସାହାଯ୍ୟ ସହଯୋଗରେ ମଣିଷ ଜଗତରେ ଜାତ ହୋଇ ବଞ୍ଚି ରହିଛି। ତେଣୁ ବିଶ୍ୱ ଏକ ପରିବାର ଚିନ୍ତା ଭାବ, ସମଗ୍ର ଜାଗତିକ ଚିନ୍ତା କେବଳ ଭାରତୀୟ ଦାର୍ଶନିକ ଉପାଦାନରେ ନାହିଁ, ତାହା ବରଂ ଏକ ପାର୍ଟ ବା ଏକ ପାକ୍ଷିକ ଭୌଗୋଳିକ ଭୂଖଣ୍ଡଗତ ଚିନ୍ତା। ଦ୍ୱିତୀୟତଃ ଜାତିବାଦ ଭାରତୀୟ ଦର୍ଶନର ଅନ୍ୟତମ ଉପାଦାନ, ଯାହାକି ବୈଦିକ ଯୁଗରୁ ବେଦ ଉପସ୍ଥିତ ଥିବା ସମୟରୁ ରହିଆସିଅଛି
ଗୁଣ ଏବଂ କର୍ମ ଅନୁଯାୟୀ ଏହି ଜାତିବାଦ ପ୍ରଥା ମାନବଠାରେ ରହିଆସିଛି। ଶାରୀରିକ ଆକୃତି, ମାନବୀୟ ଗୁଣ ଏବଂ କର୍ମ କରିବାର ଧାରାରୁ ଜାତିବାଦ ପ୍ରଥା ଖାଲି ଭାରତରେ ନାହିଁ ବରଂ ବିଶ୍ୱ ମାନବୀୟ ଦର୍ଶନରେ ଅଛି। ଇସଲାମରେ ଶେଖ୍, ସୈୟଦ, ମୋଗଲ, ପଠାନର ଏହି ମାନବୀୟ ଭେଦ ମନୁଷ୍ୟର ବ୍ୟାବସାୟିକ, ଧାର୍ମିକ, ଶାସକୀୟ, ସୁରକ୍ଷାଗତ, ସେନାନୀ କର୍ମଧାରାରୁ ବାହାରି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ନାମକୁ ଧରିଛି। ବ୍ରାହ୍ମଣ କର୍ମ, କ୍ଷତ୍ରିୟ ଶାସକ, ସୈନ୍ୟ ବା ସେନାନୀ ସୁରକ୍ଷା କର୍ମ, ବୈଶ୍ୟ ବ୍ୟବସାୟ ବା ବେପାରୀ ଏବଂ ଶୂଦ୍ର ଉପରୋକ୍ତ ତିନି ଜାତିର ସେବକ ସେବାୟତର କର୍ମଧାରାରୁ ଜାତ। ଇସଲାମରେ ମଧ୍ୟ ହଜାମ ବା ଭଣ୍ଡାରୀ, ବେପାରୀର ନାମ କାସ୍ତକାରୀ ବା ଶେଖ୍, ମୋଗଲ ନାମ ଶାସକ ବା ରାଜା, ସୁଲତାନ, ପଠାନ ବା ପଠାଣ କ୍ଷତ୍ରିୟ ସମ୍ପ୍ରଦାୟର ଅଟନ୍ତି। ତେଣୁ ଭାରତୀୟ ଦର୍ଶନରେ ଏହି ଜାତିପ୍ରଥା ଧାରା କେବଳ ନାହିଁ, ଅଧିକନ୍ତୁ ଏହା ବିଶ୍ୱ ମାନବୀୟ ଦର୍ଶନର ଅପର ଉପାଦାନ। ତୃତୀୟତଃ ପୌତ୍ତଳିକ ପୂଜା ପ୍ରଥା ବା ଆଇଡୋଲିଜିମ୍ ଭାରତୀୟ ଦର୍ଶନର କେବଳ ନାହିଁ ବରଂ ଦିବ୍ୟ ପବିତ୍ର କୋରାନର ଅଧ୍ୟୟନରୁ ଜଣାଯାଇଥାଏ କି ପୌତ୍ତଳିକ ପ୍ରଥା ବା ମୂର୍ତ୍ତି ପୂଜା ଧାରା ଆରବରେ ବି ଥିଲା। ମିଶର ଏବଂ ମେସୋପୋଟାମିଆ ସଭ୍ୟତା, ସିନ୍ଧୁ ସଭ୍ୟତାରେ ବି ଥିଲା। କେବଳ ହିନ୍ଦୁ ଧର୍ମରେ ନାହିଁ। ମୁଶରିକ ବା ଶିର୍କ ବା ସମକକ୍ଷବାଦୀ ଧର୍ମୀୟ ଚିନ୍ତନ ମାତ୍ର ବିଶ୍ୱର କେବଳ ଭାରତର ନୁହେଁ। ମକ୍କାର କାବା ଗୃହରେ 360ଟି ବୁତ୍ ବା ପ୍ରତିମା ପୂଜା ପାଇଥିବାର ବିବରଣୀ ଇସଲାମ ଇତିହାସ ଦିଏ। ଚତୁର୍ଥତଃ ପରୋପକାରାୟ ସ୍ୱର୍ଗାୟ ବା ଉପକାର କରିବା ଚିନ୍ତା ମନୁଷ୍ୟ ମନୋଭାବରେ ରହିଛି। ପରସ୍ପରର ମାନବୀୟ ଉପକାର କରିବା ମାନବୀୟ ସାମାଜିକ ବସତିର ଅନ୍ୟତମ ଲକ୍ଷଣ। ନହେଲେ ସମ୍ପର୍କ ଅତୁଟ ରହିବ ନାହିଁ, ସମ୍ବନ୍ଧ ବିଗିଡ଼ିଯିବ, ମଣିଷ ହୋଇଯିବ ଏକାକୀ ଓ ଅସହାୟ। ଉପକାରୀ ସ୍ୱଭାବରେ ଥାଏ ମାନବୀୟ ସମ୍ପର୍କର ସୁଦୃଢ଼ତା, ଶତ୍ରୁତାକୁ ଦୂର କରିବାର ପ୍ରଚେଷ୍ଟା। ମଣିଷ ସମ୍ପର୍କ ରକ୍ଷାକାରୀ ଜୀବ। ସମ୍ପର୍କ ନ ରଖିଲେ ମଣିଷ ସମାଜରେ ଚଳିପାରିବ ନାହିଁ। ଆଉ ସମ୍ପର୍କ ସାହାଯ୍ୟ ତଥା ତ୍ୟାଗରେ ରହିଥାଏ। ଭଲ ପାଇବା ସେଥିରୁ ଆସେ। ଉପକାରୀ ସ୍ୱଭାବକୁ ସ୍ୱର୍ଗ ମର୍ଯ୍ୟାଦାରେ ରଖିଲେ ଯାଇ ମଣିଷ ନିଃସ୍ୱାର୍ଥପର ସୁବିଧାବାଦୀ ମନୋବୃତ୍ତିଠାରୁ ଦୂରେଇ ରହିବ। ପଞ୍ଚମତଃ ନୀତି ଓ ଆଦର୍ଶ ବା ନୀତିବାଦ ଏଥିକ୍ସ ଭାରତୀୟ ସାଂସ୍କୃତିକ ସାମାଜିକ ଜୀବନ ଦର୍ଶନର ଅନ୍ୟତମ ଉପାଦାନ, ଯେଉଁଥିରୁ ମଣିଷ ଚରିତ୍ରବାନ, ଆଦର୍ଶମୟ, ନୀତିବାଦୀ ହେବ। ବ୍ୟବହାର ଓ ଆଚରଣରେ ନ୍ୟାୟବାନ ରହିବ। ବିଶ୍ୱ ମାନବୀୟ ଦର୍ଶନର ଏହା ଅପର ଅଙ୍ଗ। ଏହାକୁ ଶାସନ ଦ୍ୱାରା ମାନବଠାରେ ଅଣାଯାଏ। ନହେଲେ ମଣିଷର ଉଚ୍ଛୃଙ୍ଖଳ ସ୍ୱଭାବ, ବିଶୃଙ୍ଖଳିତ ମନୋଭାବ ତା'ର ଚରିତ୍ରକୁ ଧ୍ୱଂସ ନଷ୍ଟ କରାଇ ଦୁନିଆରେ ଅଶାନ୍ତି ଅରାଜକତାକୁ ବଢ଼ାଇଦେବ। ସମାଜ ଶାନ୍ତି, ସହୃଦୟତା, ସଦ୍ଭାବନାରେ ଚଳିପାରିବ ନାହିଁ। ରାଜାଠାରୁ ନେଇ ପ୍ରଜା ପର୍ଯ୍ୟନ୍ତ ଅର୍ଥାତ୍ ଶାସକଠାରୁ ନେଇ ଶାସିତ ପର୍ଯ୍ୟନ୍ତ ଏହି ନୈତିକତା ରହିବା ଦରକାର। ନହେଲେ ଉଭୟେ ଅତ୍ୟାଚାରୀ ହୋଇଯିବେ। ରାଜା ଅତ୍ୟାଚାର କଲେ ପ୍ରଜାଏ ଆନ୍ଦୋଳନ କରି ଏହାର ମୁକାବିଲା କରିବେ। ରାଜାଙ୍କୁ ଗାଦିଚ୍ୟୁତ, ମୁଣ୍ଡକାଟ, ନିର୍ବାସିତ ବି କରାଇବାର ଦୃଷ୍ଟାନ୍ତ ବିଶ୍ୱ ମାନବୀୟ ଇତିହାସ ଏହାର ସାକ୍ଷ୍ୟ ଦେଇଅଛି। ସେଥିପାଇଁ ନୀତିବାଦ ବା ଏଥିକ୍ସ ମାନବୀୟ ଦର୍ଶନରେ ରହିଛି। ଭାରତୀୟ ଦର୍ଶନରେ ଏହା ନାମ ନେଇଅଛି ଯାହା। ଷଷ୍ଠତଃ ଅତିଥି ସେବାୟାଃ ଗୃହସ୍ଥସ୍ୟ ପରମ ଧର୍ମ ବା ଅତିଥି ପରାୟଣତା ଭାରତୀୟ ଦର୍ଶନରେ ଅତିଥିଙ୍କୁ ଦେବତାର ଆସନରେ ରଖାଯାଇ କୁହାଯାଇଅଛି କି ଅତିଥି ଦେବୋ ଭବ। ଅତିଥି ଆସିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଗୃହସ୍ଥ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ଦେଖାଯାଏ, ଏହାର ବୃଦ୍ଧି ଘଟେ। ଇସଲାମୀ ବଚନରେ ଯାହାକୁ ବରକତ ବୋଲି କୁହାଯାଇଅଛି। ନହେଲେ ଘର ନା ବରକତ ବା ଲକ୍ଷ୍ମୀ ଛଡ଼ା ହୋଇଯିବ। ସୁତରାଂ ଅତିଥି ସତ୍କାର ବା ସେବାକୁ ମାନବୀୟ ଦର୍ଶନ ସେ ଲାଗି ଜୀବନରେ ଅଗ୍ରାଧିକାର ଦେଇଅଛି ଏବଂ ବକ୍ତବ୍ୟରେ କହିଛି, ଯାହାକି ଭାରତୀୟ ଦର୍ଶନର ଅଙ୍ଗ ବା ଉପାଦାନ ହୋଇଛି। ସମ୍ବନ୍ଧ ବୃଦ୍ଧିର ଏହା ଅନ୍ୟତମ ସହାୟକ କାର୍ଯ୍ୟ। ସପ୍ତମତଃ ଭାରତୀୟ ଦର୍ଶନ ଶାସନ ବା ଲୋକ ପ୍ରଶାସନ କ୍ଷେତ୍ରରେ ରାଜତନ୍ତ୍ର ବା ରାଜାଶାସନ ପ୍ରତି ଆଗ୍ରହ ବା ପ୍ରାଥମିକତା ଦେଇ ପ୍ରଜାନୁରଞ୍ଜନ
ସମାନତାକୁ ଗୁରୁତ୍ୱ ଆରୋପ କରି ରାମଚନ୍ଦ୍ର ଭରତଙ୍କ ପୌରାଣିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଇଦୃଶ ଦର୍ଶନର ଦୃଷ୍ଟାନ୍ତକୁ ସ୍ଥାପନ କରିଅଛି। ଶାସନ ସାମାଜିକ ଐକ୍ୟ ଜୀବନର ଶୃଙ୍ଖଳିତ ଭିତ୍ତିଭୂମି। ମାନବ ସୃଷ୍ଟିରେ ଜାତୀୟ ଜୀବନର ଆଦିକାଳରୁ ଏହା ରହିଆସିଛି। ଦଳପତି ସଂଘୀୟ ଜୀବନରେ ଉର୍ଦ୍ଦୁରେ ଏହାକୁ କବିଲାର ସର୍ଦ୍ଦାର, ଖଲିଫା, ଅମୀର ବୋଲି କହିଥାନ୍ତି। ଯେତେବେଳେ ମଣିଷ ଯାଯାବର ଜୀବନଯାପନ କରୁଥିଲା ସେତେବେଳେ ବି ଏହା ତାହାଠାରେ ଥିଲା। ଏଥିରୁ ପରବର୍ତ୍ତୀ ସମୟରେ ରାଜାଶାସନ ଆସିଥିଲା। ରାଜାଶାସନ ଥିଲା ଜନଶାସନ। ରାଜା ଉଭୟ ପ୍ରଜାପୀଡ଼କ ପ୍ରଜାପାଳକର ଥିଲେ। ବିଶ୍ୱ ମାନବୀୟ ଦର୍ଶନରେ ମାନବ ଶାସନର ଏଭଳି ପ୍ରଥା ଥିଲା ଯାହାକୁ ଅନ୍ୟ ନାମରେ କ୍ଷମତା ରାଜନୀତି କୁହାଯାଏ। ରାଜା ଶାସନ ଥିଲା ଜୋର ଯାହାର ମୁଲକ ତାହାରର। ବର୍ତ୍ତମାନ ଗଣତନ୍ତ୍ର ଶାସନରେ ଏହି ନୀତି ଛଳ ବଳ କୌଶଳ ଲୋକବଳ ଅର୍ଥବଳର ନାମାନ୍ତର ଧରିଅଛି। ଓଲ୍ଡ ୱାଇନ୍ ଇନ୍ ନ୍ୟୁ ବଟଲ ର ଭେଳିକିରେ ସମୟର ସ୍ୱରୂପ ବଦଳା ରୀତି ଧରି ଶାସକ ଶାସିତ ଜୀବନଧାରଣ ନୀତିର ସମାଜ ଚଳଣୀର ଖସଡ଼ା ତେଣୁକରି ଦର୍ଶନର ଅଙ୍ଗ ହୋଇ ରହିଅଛି। ଅଷ୍ଟମରେ ଭାରତୀୟ ଦର୍ଶନ ନାରୀ ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଥାଏ। ବୈଦିକ ଯୁଗରେ ବା ବେଦ ସ୍ଥିତ ସମୟରେ ଗାର୍ଗୀ, ମୈତ୍ରୀ, ବିଶ୍ୱବାରା, ଲୋପାମୁଦ୍ରା ପ୍ରଭୃତି ବିଦୁଷୀ ପଣ୍ଡିତା ମହିଳାଗଣ ପୁରୁଷମାନଙ୍କ ସହିତ ମିଶି ବେଦ ଅଧ୍ୟୟନ କରୁଥିଲେ। ଧର୍ମୀୟ ସଭା ସମିତିରେ ପୁରୁଷ ସହିତ ଏକତ୍ର ବସି ଆଲୋଚନାରେ ଅଂଶଗ୍ରହଣ କରୁଥିଲେ। ସ୍ୱାଧୀନତା ପାଇ ନଥିଲେ ଏପରି ସମ୍ଭବ ହୋଇପାରି ନଥାନ୍ତା। ଭାରତୀୟ ଦର୍ଶନର ଏହା ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ଥିଲା। ଇସଲାମ ଧର୍ମ ଦର୍ଶନ ନାରୀକୁ କରିଥିଲା କେବଳ ପୁରନ୍ଧ୍ରୀ ବା ଘରେ ରହିବାର ଯୋଗ୍ୟ, ଟ୍ରେଜେରୀରେ ଲୁପ୍ତ ବା ଲୁଚାଇ ରଖିବା ଧନ। ପୁରୁଷ ତାର ହକ୍ ଅଦା ବା ପ୍ରାପ୍ୟ ଦାନ କରିବା ସତ୍ତ୍ୱେ ସେ ଥିଲା ପୁରୁଷର ସେବା ଦାସୀ, କ୍ରୀଡ଼ା ପୁତ୍ତଳିକା। ବୈଦିକ ଯୁଗରେ ଭାରତୀୟ ନାରୀକୁ ଏଭଳି ବିଚାର ନ କରି ବରଂ ଦେବୀର ମର୍ଯ୍ୟାଦାରେ ବିଭୂଷିତ କରାଇ କହିଥିଲା ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତା। ଅର୍ଥାତ୍ ଯେଉଁଠି ନାରୀ ମାତୃବତ୍ ପରଦାରେଷୁ ରୂପେ ପୂଜିତ ସେଠାରେ ଦେବତାର ବିଚରଣ ଥାଏ, ଶୋଭିତ ଥାଆନ୍ତି। ନବମରେ ସ୍ୱୟଂବର ପ୍ରଥାରେ ନାରୀ ନିଜ ମନ ମୁତାବକ ବର ନିର୍ବାଚନ କରିପାରିବାର ଅଧିକାର ମାନବ ସମାଜଠାରୁ ପାଇଥିଲା। ବରର ରୂପ ଗୁଣ ସାମର୍ଥ୍ୟ ଦକ୍ଷତାର ଗୁଣଗ୍ରାମ ଜାଣିପାରୁଥିଲା। ଫଳରେ ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବାର ସମ୍ଭାବନା ଥିଲା। କୋରାନ ବି ଏଥିର ସ୍ୱୀକୃତି ଦେଇ କହିଛି କି ବାପା ମାଙ୍କର ଇଚ୍ଛାରେ ବିବାହ କରନା, ଅର୍ଥାତ୍ ନିଜ ରୁଚିର ବରକନ୍ୟା ପସନ୍ଦ କରି ବିବାହ କର, ଯାହାଫଳରେ ମ୍ୟାରେଜ୍ ଇଜ୍ ମେଡ୍ ଇନ୍ ହେଭେନ୍ ହୋଇପାରିବ। ଦଶମରେ ଶିକ୍ଷା ଦୀକ୍ଷା କ୍ଷେତ୍ରରେ ଭାରତୀୟ ଦର୍ଶନ ଶାସନଗତ ଧର୍ମଗତ ଯୋଗାସନ ଭିତ୍ତିକରେ ପରିଚାଳିତ ହେଉଥିଲା। ଗୁରୁକୁଳ ଆଶ୍ରମ ଗମନରେ ଏହିଭଳି ଶିକ୍ଷାର୍ଥୀକୁ ମିଳୁଥିଲା। ବେଦ ପୁରାଣରୁ ଏହାର ନିଦର୍ଶନ ମିଳେ। ସାନ୍ଦୀପନୀ ଆଶ୍ରମରେ କୃଷ୍ଣ ଶିକ୍ଷାଲାଭ କରିଥିଲେ। କୌରବ ପାଣ୍ଡବ ଗୁରୁ ଦ୍ରୋଣାଚାର୍ଯ୍ୟ ଆଶ୍ରମରେ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇଥିଲେ। ମୁନି ଋଷିମାନେ ଆଧ୍ୟାତ୍ମିକ ଜ୍ଞାନରେ ବଳୀୟାନ ହେବା ନିମିତ୍ତ ଯୋଗାସନ ଧ୍ୟାନ ଧାରଣାରେ ବ୍ୟସ୍ତ ରହିଥିଲେ। ସୁତରାଂ ଶିକ୍ଷାଦାନର କ୍ଷେତ୍ରଟି ଗୁରୁତ୍ୱପୂର୍ଣ୍ଣ ଥିଲା। ଗୁରୁ ଦକ୍ଷିଣାର ନିଦର୍ଶନ ଏକଲବ୍ୟ ଚରିତ୍ରର ମହାନତାରୁ ସ୍ପଷ୍ଟ ଜଣାଯାଇଥାଏ। ଗୁରୁଙ୍କୁ ଭଗବାନ ବୋଲି ମନେ କରାଯାଉଥିଲା। ଗୁରୁବାଦ ପ୍ରଥାରେ ଗୁରୁଙ୍କୁ ନ ମଣିବ ନର। ଗୁରୁ ହିଁ ସାକ୍ଷାତ ଈଶ୍ୱର। ଯୋଉଥିପାଇଁ ସଂସ୍କୃତ ଭାଷାରେ କୁହାଯାଇଅଛି କି ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ତାଙ୍କର ଶିକ୍ଷାନବିଶଙ୍କୁ ପରୀକ୍ଷା କରାଇ ଶିକ୍ଷାଦାନ କରାଉଥିଲେ। ଗୁରୁ ଶିଷ୍ୟର ମହତ୍ ପରମ୍ପରା ଭାରତୀୟ ଦର୍ଶନର ଅନ୍ୟତମ ନମୁନା। ଅନେକତା ଭିତରେ ଏକତାର ପ୍ରତିଷ୍ଠା କରିବା ଥିଲା ଭାରତୀୟ ଦର୍ଶନର ଭିତ୍ତି। ଭାରତ ବହୁ ଧର୍ମର ବିଭିନ୍ନ ଭାଷାଭାଷୀର ଦେଶ। ତେଣୁ ଏହାର ଦର୍ଶନରେ ସମ୍ମିଶ୍ରଣର ଭାବନା ଜାଗରିତ ହୋଇଥିଲା। ଭାରତୀୟ ଦର୍ଶନ ହେଉଛି ମୂଳତଃ ଧର୍ମଭିତ୍ତିକ। ଧର୍ମକୁ ପ୍ରାଧାନ୍ୟ ଦେଇ ଜୀବନକୁ ପରିଚାଳିତ କରାଏ। ତଥାପି ଦର୍ଶନ ଜୀବନକୁ ନେଇ ବିବିଧ ପ୍ରୟୋଗାତ୍ମକ ଉପାୟମାନଙ୍କ ଦ୍ୱାରା ନିଜକୁ ସ୍ୱରୂପାୟିତ କରାଏ। ଦର୍ଶନ ଖାଲି ଧର୍ମରେ ନାହିଁ, ସର୍ବାଦୌ ସମାଜର
ମନୁଷ୍ୟ ଜୀବନର ଉପାଙ୍ଗ। ଜୀବନକୁ ଉପଜୀବ୍ୟ କରି ଜୀବନର ବିଭିନ୍ନ ସ୍ଥିତିରେ ନିଜକୁ ଦେଖାଏ। ଧର୍ମ ଏହାର ମୂଳ ନୁହେଁ। ମୂଳରେ ମାନବ ଆତ୍ମା ଅଛି। ଆତ୍ମାର ପରିଚର୍ଯ୍ୟାରେ ଅଛି। ଜୀବନର ଏହା ସାର୍ବିକ କ୍ଷେତ୍ରବିଧି ଓ ବିଧାନ, ଯେଉଁଥିରେ ଆତ୍ମା ମୁକ୍ତିର ଜୀବନ ସ୍ୱାଧୀନର ପରିକଳ୍ପନା ସମ୍ଭାବନାମୟ ହୋଇ ଉଠିଥାଏ। ଅନ୍ୟାର୍ଥରେ କହିଲେ, ଦର୍ଶନ ଜୀବନର ଶାସ୍ତ୍ରରେ ଏହା ଜାଣିବା ପାଇଁ ରହିଥାଏ। ବ୍ୟାପିବାର ଯୋଜନା ଦେଇ ଭାରତ ଭୂଖଣ୍ଡରେ ନିଜର ନାମ ବଦଳାଏ। ଦର୍ଶନ ଜୀବନ କାର୍ଯ୍ୟାବଳୀର ନିର୍ଯାସ, ସୂକ୍ଷ୍ମ ଅନୁସନ୍ଧାନ ପ୍ରୟୋଗ। ଛୁଆଁ ଅଛୁଆଁ ବା ବଡ଼ ସାନ ଭେଦର ଦାର୍ଶନିକ ଦିଗ ହେଲା, ଯଦି ଏହି ଭେଦ ନ ରହିବ ତେବେ ସର୍ବେ ଏକାକାର ହୋଇଯିବେ। କଥାରେ ଅଛି ପରା, ସର୍ବେ ହୋଇବେ ଏକାକାର, ନଥିବ ଭେଦର ବିଚାର। ଏହା ଆଦୌ ସ୍ପୃହଣୀୟ ନୁହେଁ। ଏପରି ହେଲେ ମଣିଷ ମଣିଷ ମଧ୍ୟରେ ଦୂରତା, ମାନ୍ୟତା ବୋଧ ରହିବ ନାହିଁ। ଛୋଟ ବଡ଼ଙ୍କୁ ମାନିବେ ନାହିଁ, ଖାତିର କରିବେ ନାହିଁ। ସେ ତ ବଡ଼ ହୋଇ ମୋ ସହିତ ଉପରେ ପଡ଼ି ମିଶୁଛି, ମୋର କିଏ ତାକୁ ସମୀହ କରି ଚଳୁଛି? ସେ ବେଖାତିରିର ଯୋଗ୍ୟ। ମଣିଷଠାରେ ଗାମ୍ଭୀର୍ଯ୍ୟ ବୋଲି ଯେଉଁ ଭାବ୍ୟ ଜିନିଷ ଅଛି, ତାହା ଆଉ ରହିବ ନାହିଁ। ମଣିଷ ଅପମାନିତ ବୋଧ କରିବ। ଦେଖ ମ, ମୁଁ ଜଣେ ଗୁରୁଜନ, ବଡ଼ଲୋକ, ଅଫିସର ରାଙ୍କର ଲୋକ, ମୋତେ ଜମା ଖାତିର କରୁନି। ରହ ଶଳା, ତୋତେ ଦେଖୁଛି। ଦୟାକରି ମିଶିବାରୁ ମୋର ମାନ୍ୟତାର ମୂଲ୍ୟ ଦେଉନୁ। ଆଚ୍ଛା ବେଟା, ଏଥର ତୋତେ ଛାଡ଼ିବି ନାହିଁ। ଅଧସ୍ତନ ଅଛୁ, ଅଧସ୍ତନ ହୋଇ ରହିବୁ। ଉପରିସ୍ଥ ହେବାକୁ ଚେଷ୍ଟା କରିବୁନି। ସେ ଲାଗି ବଡ଼ ସାନ ଭେଦ ଦର୍ଶନ ଶାସ୍ତ୍ରରେ ରହିବା ନିଧାର୍ଯ୍ୟ। ରାଜା ପ୍ରଜା, ଦାତା ଗ୍ରହୀତା, ଅଫିସର ପିଅନର ପ୍ରଭେଦ ରହିବା ଦରକାର। ନହେଲେ ମଣିଷଠାରେ ମାନ୍ୟତାର ବୋଧ ହେବ ଭୁଲୁଣ୍ଠିତ। ଉଚ୍ଚସ୍ତରର ବ୍ୟକ୍ତି ଓ ତାର ସମ୍ପ୍ରଦାୟ ଅପମାନିତ ହେବ। ଏଇଆ ଚିନ୍ତା କରି ମାନବ ସମାଜରେ ଛୁଆଁ ଅଛୁଆଁ ଭେଦଭାବ କେଉଁ ପୁରାତନ କାଳରୁ ରହି ଆସିଅଛି। ମନର ଘୃଣାରୁ ଏହା ଆସିଛି। ଅସ୍ପୃଶ୍ୟତା ନିବାରଣ ସ୍ଲୋଗାନ ବୃଥା ସାବ୍ୟସ୍ତ ହୋଇଛି। ଏହି ସଂକ୍ରାନ୍ତୀୟ ଆନ୍ଦୋଳନ ହୋଇଛି ବିଫଳ। ଜଣେ ଲୋକ ଅପରିଷ୍କାର ଅଛି, ଅପରାଧିକ କାମ କରୁଛି, ତାକୁ ଛୁଆଁ ଯାଇ ପାରିବନି, ତା ସହିତ ସମ୍ପର୍କ ରଖି ହେବନି। ହେଲେ ନିଜ ଭିତରେ ନିଆଁ ରୋଗ ବ୍ୟାପିବ, ସମାଜ ବାଛନ୍ଦ ହେବାର ଶଙ୍କା ରହିବ, ଆଇନର ବିଷଦୃଷ୍ଟିରେ ମଣିଷ ପଡ଼ିବ, ଅପରାଧୀର ସାଥୀ ହେବା ଆଉ ଏକ ଅପରାଧ। ସୁତରାଂ ଆମ ମାନବ ସମାଜରେ ଛୁଆଁ ଅଛୁଆଁର ଯେଉଁ ଭେଦଭାବ ପୂର୍ବେ ମାତ୍ରାଧିକ୍ୟ ବଳବତ୍ତର ରହିଥିଲା, ତାହାର ଯଥାର୍ଥ ଦାର୍ଶନିକ ଦୃଷ୍ଟିକୋଣରୁ କେତେକାଂଶରେ ଉପଯୁକ୍ତ ବା ଗ୍ରାହ୍ୟତା ବିଶିଷ୍ଟ। ଦର୍ଶନ ମାନବ ଜୀବନ ଓ ତାର ବସତିର ସ୍ଥାନ ସମାଜଠାରୁ ସ୍ୱତନ୍ତ୍ର ନୁହେଁ, ଅଧିକନ୍ତୁ ଏହାରି ଭିତରୁ ଆଗତ ହୋଇ ଅବସ୍ଥିତ। ଅଗତ୍ୟା ଦର୍ଶନ ଏକ ସାର୍ବଜନୀନ ପ୍ରାସଙ୍ଗିକତା। ଦାର୍ଶନିକ ଦୃଷ୍ଟିକୋଣରୁ ପ୍ରତ୍ୟେକର ଦୁଇଟି ଦିଗ ଯଥା ଉପକାରିତା ଅପକାରିତା ଖୋଜାଯାଇ ଯାହାର ବେଶୀ ଚାହିଦା ଅଛି ବା ରହିବ, ତାକୁ ଗ୍ରହଣଯୋଗ୍ୟ କରାଯିବ। ତେବେ ଛୁଆଁ ଅଛୁଆଁ ବା ବଡ଼ ସାନ ଭେଦ ପରିସ୍ଥିତିକୁ ନେଇ ବିଚାର୍ଯ୍ୟ ହେବ। ରହିବା ନ ରହିବାର ଔଚିତ୍ୟ ଆବିଷ୍କୃତ ହୋଇ ପାରିଲେ ବିବେଚନା ଏକତରଫା ଓ ଅଭିମାନ ସର୍ବସ୍ୱ ହେବାର ସୁଯୋଗ ପାଇବନି। ନଚେତ୍ ଅଯଥା ଅଭିମାନ ଦର୍ଶନ ଦିଗରୁ କ୍ଷତିକାରକ ବି ଅଟେ। ଏ ଦିଗ ପ୍ରତି ଦର୍ଶନ ସଦା ସଚେତନ ଅଛି, ଏହା ନିଃସନ୍ଦେହ। ତଥାପି ସାମାଜିକ ଶ୍ରେଣୀ ଓ ତାର ବିଭାଜନର ଦାର୍ଶନିକ ମୂଲ୍ୟ ରହିଛି। ଦିବ୍ୟ ପବିତ୍ର କୋରାନ କହେକି ଆଲ୍ଲାହ କହୁଛନ୍ତି, ଆମେ ସଂସାରର ସବୁ ମଣିଷଙ୍କୁ ସମାନ କରିବୁ ନାହିଁ। ଜଣକ ଉପରେ ଆଉ ଜଣକୁ ବଡ଼ାଇ ବଡ଼ପଣ ଦେବୁ, ଉଚ୍ଚ ନିଚ କରି ରଖିବୁ। ଏହାଦ୍ୱାରା ମାନବ ବକ୍ତବ୍ୟରେ ଜୀବନର ବୈଚିତ୍ର୍ୟ ବା ବିବିଧତା ସହଜରେ ଜଣାଯିବ। ଅସମାନ ଯଦି ନ ହେବ, ତେବେ ମଣିଷ ମଣିଷ ମଧ୍ୟରେ ଦ୍ୱନ୍ଦ୍ୱ ସଂଘର୍ଷ ନିୟତ ଲାଗିବ। ଲୋକ କହିବ, ତୁ କ'ଣ ବଢ଼େଇ କାଢ଼ୁଛୁ, ମୁଁ କ'ଣ ତୋଠାରୁ କମ୍ କି? ଫଳରେ ଲୋକ ଦବିଯିବେ, ଜୋକ ମୁହଁରେ ଲୁଣ ଦେଲା ଭଳି ଚୁପ୍ ହୋଇ ରହିବେ। ସେଥିପାଇଁ ସମାଜରେ ମାନବୀୟ ଶ୍ରେଣୀ ବିଭାଗ ଅଛି।